ଏବେ ଗଧା ବୁଢ଼ା ସରିଲା। ୟୁଟ୍ୟୁବ୍ର ସବୁ ଭାଇ ଭଉଣୀମାନଙ୍କୁ ନମସ୍କାର। ଆଉ ମୁଁ ବାହାରିଲି ମୋ ପୁଅ କ'ଣ କରୁଛି ଦେଖିବାକୁ। ମୋ ପୁଅ ଝାଡ଼ୁ ମାରୁଥିଲା, ଦେଖିବାରୁ ସେ ମୋତେ ରାଗୁଛି, ମୋତେ କାହିଁକି ଭିଡ଼ିଓ କରୁଛ ବୋଲି। ସବୁବେଳେ ମୋ ପୁଅ ଅଧା କାମ କରିଦିଏ, ମୁଁ ଅଧା କାମ କରେ। କାହିଁକି ନା ଆମର ଦୁଇଟା ଘର ହେଇଯାଉଛି। ଦୁଇ ଘର କାମ ସରେଇକିରି ଆସିଲା ବେଳେ ବହୁତ କାମ ହେଇଯାଉଛି। ଇଆଡ଼େ କୁକୁର ଦୁଇଟା। ପୁଅ ଲାଗି ଟିକେ ଚା ବନାଉଛି। ଚା ରୁଟି ଦେଇଦେବି, ନହେଲେ ତ ବିସ୍କେଟ୍ ବି ଦେଇଦେବି। ସେମାନେ ଖାଇସାରିଲା ବାଦ ମୁଁ ପୂଜା କରିବା ଆରମ୍ଭ କରିବି। ମୋର ଏଇଟା ଗୋଟେ ଡେଲି ରୁଟିନ୍। ସଦାବେଳେ ଗୋଟିଏ ଭିଡ଼ିଓରେ କହିଥିଲି ମୋର ଦୁଃଖରେ ରହିକରି ବି ଖୁସିରେ ଅଛି ବୋଲି। ଆପଣଙ୍କୁ ମୁଁ ସେ କାହାଣୀ ନିଶ୍ଚୟ ଦେଖେଇବି। କ'ଣ ଦୁଃଖ ନିଶ୍ଚୟ ଦେଖିବେ। ମାନେ କାହାରି କିଛି ନ କରିକିରି ବି ବାର ଆମ ଉପରେ, ମୋର ଫ୍ୟାମିଲି ଉପରେ କେସ୍ ଦେଉଛନ୍ତି। ମାନେ ଏଇଠୁ ହଟେଇବା ଲାଗି ଘରେ ଲାଇନ୍ କାଟୁଛନ୍ତି। ପାଣି ବି ଏଇଠି ପାଣି ବି ନାହିଁ, ପାଣି ଲଗେଇଲେ ବି ବନ୍ଦ କରିଦେଉଛନ୍ତି। ଆଉ ମୋର ଆଗେ ପିଛେ ଗାର୍ଡ଼ ଲଗେଇକିରି ବୁଲାଉଛନ୍ତି। ଅଲଗା ମାନେ ବଡ଼ ବଡ଼ ବାଉଣ୍ଡ୍ରି କରିଛନ୍ତି, ବହୁତ ଜାଗା ବି ଘେରିଛନ୍ତି। ମୁଁ ସେମିତି ବି କରିନାହିଁ, କିନ୍ତୁ ମୋ ଉପରେ ଅତ୍ୟାଚାର କରୁଛନ୍ତି। ମାର୍କେଟର ସମସ୍ତେ ଜାଣିଛନ୍ତି ମୋ ସାଙ୍ଗରେ ଅତ୍ୟାଚାର ହେଉଛି, କିନ୍ତୁ କିଏ ହେଲ୍ପ କରିବା ବାଲା ତ ନାହିଁ। ସେଥିଲାଗି କାହାକୁ କହିବି। ମୋର ପଛ ଭିଡ଼ିଓରେ ମୁଁ କହିଥିଲି ଦୁଃଖରେ ଥାଇକିରି ବି ସୁଖରେ ଅଛି, କିନ୍ତୁ ମୁଁ କିଛି ଦେଖେଇ ନଥିଲି। ଆପଣମାନେ ଭାବିଥିବେ ଯେ ଏଇଟା ଗୋଟେ ଭିଡ଼ିଓ କରିଛି। ମୁଁ 1% ଖାଲି ଦେଖେଇବି। 100%ରୁ 1% ଆପଣମାନଙ୍କୁ ଦେଖଉଛି ମୋର ସାଙ୍ଗେ କ'ଣ କ'ଣ ଅତ୍ୟାଚାର ହେଉଛି। ମାନେ ଅଲଗା ମାନେ ବହୁତ କିଛି ଉନ୍ନତି କରୁଛନ୍ତି, ବହୁତ କିଛି କରୁଛନ୍ତି। ଆମେ ସେମିତି କାହା ସାଙ୍ଗରେ ମୋ ପୁଅମାନେ ବି ମୁହଁ ଖୋଲିକିରି ବଦମାସି ନାହିଁ ନା, ଆମେ କାହା ସାଙ୍ଗରେ ବି ବଦମାସି କରୁନୁ। ଯାହାର ଯେଉଁଟା ଯେମିତି ରୁଲ୍ ଅଛି ସେଇ ରୁଲ୍ ହିସାବରେ ହିଁ ଆମର ରହୁଛୁ। ଫେର୍ ବି ଆମକୁ ଜବରଦସ୍ତି ଅତ୍ୟାଚାର କରୁଛନ୍ତି, ଜବରଦସ୍ତି ଆମ ପ୍ରତି କେସ୍ ଦେଉଛନ୍ତି। ଆମ ପିଲାମାନଙ୍କର କ୍ୟାରିୟର ବର୍ବାଦ କରିବା ପାଇଁ। ଆମର ମାନେ ତାଙ୍କ ପାଖରେ ଗୋଟେ ବି ପ୍ରୁଫ୍ ନାହିଁ। ପୋଲିସ ବି ତାଙ୍କ ସପୋର୍ଟ ରହୁଛି, ଓକିଲ ବି ତାଙ୍କ ସପୋର୍ଟର ରହୁଛନ୍ତି। ମୋର ଓକିଲ ବି ପଇସା ଖାଇସାରିଛନ୍ତି। ପୋଲିସ ବି କେସ୍ ଆମର ଫାଇଲ୍ କରିବାକୁ ଦେଇନାହାନ୍ତି। ସେଥିଲାଗି ଆପଣଙ୍କୁ ଖାଲି 1% ଝଲକ ଦେଖେଇଲି। ମୁଁ ଦୁଃଖରେ ଅଛି କି ସୁଖରେ ଅଛି ଆପଣମାନେ ମୋର ନିଶ୍ଚୟ ମୋ ଭିଡ଼ିଓରୁ ଜାଣିପାରିବେ। ସଦାବେଳେ ଆହୁରି ମୁଁ ବହୁତ କିଛି ରଖିଛି, ବହୁତ କିଛି। ଏବେ ଥାନାକୁ ବି ଯାଇଥିଲୁ ବହୁତ ବାର। ମାନେ ମୁଁ ସବୁଆଡ଼େ ଲେଟର୍ ଦେଇଥିଲି, ମୋ ପାଖରେ ସବୁ ଲେଟର୍ର ବି ପ୍ରୁଫ୍ ଅଛି, କିନ୍ତୁ ମୋତେ କିଏ ବି ସପୋର୍ଟ କରୁନାହାନ୍ତି। ଆଉ ମୁଁ ଯାଇପାରୁନି, ଦୂର ଦୂରକୁ ଯାଇପାରୁନି। କାହିଁକି? ମୁଁ ଯିବି ନିଶ୍ଚୟ। ମୋ ପୁଅମାନଙ୍କ ନାମରେ କେସ୍ ଦେଇଛନ୍ତି। ମୋତେ ତ ମୋ ପିଲାମାନଙ୍କର କ୍ୟାରିୟର ବର୍ବାଦ ଏମାନେ କରିବା ବାଲା ତାର ହକ୍ ନାହିଁ। ଏଇଟା L&T କରୁନି, L&T ନାମ ଦେଉଛନ୍ତି। ଆଉ L&Tର ପେପର ଛାପା ମାରୁଛନ୍ତି। କାହିଁକି? ଏ କେସ୍ଟା L&T ଉପରେ ପଡ଼ିଲେ L&T ପଇସା ଖର୍ଚ୍ଚ କରିବ, ଇଏ ପଇସା ଖର୍ଚ୍ଚ କରିପାରିବନି। ଓକିଲ ବି ମୋର ପଇସା ଖାଇଛି। ଓକିଲ ବି 1% ବି ମୋତେ ହେଲ୍ପ କରୁନାହାନ୍ତି। ହଉ, ନ କରନ୍ତୁ। ଭଗବାନ ତାଙ୍କୁ ସବୁବେଳେ ଭଲ ରଖନ୍ତୁ। ଆମେ ଦୁଃଖରେ ଥିଲେ ବି ଖୁସିରେ ଅଛୁ, ଆର କାରଣ ହିଁ ଅଟେ। ଆପଣମାନଙ୍କୁ ମୋର ଭିଡ଼ିଓଟା କେମିତି ଲାଗିଲା? ମୁଁ ସବୁବେଳେ ଦୁଃଖ ବହୁତ ଭୋଗି ସାରିଲେଣି। ଏଇଠିକି ଆସିକିରି 8 ବର୍ଷ ହେଇଯାଉଛି। 8 ବର୍ଷ ଭିତରେ କ'ଣ କ'ଣ ଦୁଃଖ ଭୋଗିଛି, କେଉଁ ମିଡ଼ିଆ ବାଲା ବି ଆସୁ ତାଙ୍କ ଥ୍ରୋରୁ ବି ଶୁଣିବ, ଆଉ ମାର୍କେଟ ବାଲାକୁ ପଚାରିବ ବି ହଁ କି ନାହିଁ କରିବେ। ସମସ୍ତେ ହଁ କରିବ। ଯେଉଁ ସତ ଘଟଣା ହେଇଛି ହଁ କରିବେ। କ'ଣ କ'ଣ ହେଇଛି ବି କେଉଁ ମିଡ଼ିଆ ବାଲା ବି ଆସୁ, ସେମାନଙ୍କୁ ମୁଁ ନିଶ୍ଚୟ କହିବାକୁ ରେଡ଼ି ଅଛି। ଏମିତି ଗଲତି କାହା ଉପରେ ନ ହଉ। ଆମେ ଭାବି ମୋ ଲାଗି ଆମେ ଏ ଏରିଆରେ ଧୈର୍ଯ୍ୟ ଧରିକି ରହିଛୁ। କ'ଣ ସହି କ'ଣ ଗଲତି। ଆମେ ଗଲତ କରିଲେ ସିନା ଏ ଜାଗାରୁ ଆମକୁ କିଏ ହଟେଇବ। ଆମେ ତ ଗଲତ ରାସ୍ତାରେ ନାହୁଁ, ଏମାନଙ୍କ ପାଖରେ ପ୍ରୁଫ୍ ନାହିଁ। ସେଥିଲାଗି ଆମକୁ ହଟେଇ ପାରୁନାହାନ୍ତି। ଏଇଠି ଆମେ ରହିଛୁ।
ସେ ଦୁଃଖରେ ଥିଲେ ବି ଖୁସିରେ ରହିଛି, ସେ ତାର କାରଣ ଅଟେ। କିନ୍ତୁ ମୁଁ ସେଦିନ ଆପଣଙ୍କର ମୋର କିଛି କାହାଣୀ ଦେଖାଇନି, ସେମିତି ଜାଣି ବୁଝିକିରି ଭିଡ଼ିଓଟା ଛାଡ଼ିଥିଲି। କିନ୍ତୁ 14 ଜଣ ଖଣ୍ଡେ ଦେଖିଲେଣି। ହଉ, ଆପଣମାନଙ୍କୁ ମୁଁ ଟିକିଏ ଖାଲି ଝଲକ ଦେଖାଉଛି, ଦେଖନ୍ତୁ। 8 ବର୍ଷ ହେଇଗଲା ଏମିତି ଘଟଣା କରିଛନ୍ତି ନା। ଆମେ ବୋଲି ସହିଛୁ, ଆଉ କିଏ ହେଇଥିଲେ ଏଇ ଜାଗାରେ ରହିନଥାନ୍ତା, ବାହାରିକିରି ପଳେଇଥାନ୍ତେ। ଲେକିନ୍ ଗୋଟେ ପଟୁ ଭଗବାନଙ୍କର ଆଶୀର୍ବାଦ ଅଛି। ଭଗବାନ ଆମକୁ ଆଶୀର୍ବାଦ ଦେଇଛନ୍ତି, ଆହିଁରେ ଭଲ କମେଇ ହେଉଛି। ଆମ ପୁଅ ଏବେ କୁଆଡ଼େ ଗଲେ ବି ବହୁତ ଜଣ ଖୋଜିବେ। ପୁଅ ଯଦି କୋଉଠି ଚାକିରି କରିଯିବ, ବହୁତ ଜଣ ଆମ ପୁଅ ଖୋଜିବେ। କିନ୍ତୁ ମନା କରନ୍ତି, କାହିଁକି ଚାକିରି କରିବ, ଏଠି କମ ନାହିଁ। ମୁଁ ଭଗବାନଙ୍କର ଭରସାରେ ହିଁ ଛାଡ଼ିବି ପିଲାକୁ ବାହାରକୁ। ଏଠି ରହିବା ବି ବହୁତ ଅସୁବିଧା। ପରୀକ୍ଷା ହେଇସାରିଲାଣି। ଆମକୁ ଆମର ଲୋକ ନା ଯାହା କମେଇଥିଲେ ସବୁ ତାଙ୍କର ବି LIC ଏଜେଣ୍ଟ କାମ କରୁଥିଲେ, କିନ୍ତୁ ଅଲଗା ଅଲଗା କମ୍ପାନୀ ଧରିଥିଲେ। ସବୁ ପଇସା ତାଙ୍କର ଡୁବି ଯାଇଛି। ଆପଣଙ୍କୁ ଏଇ ଝଲକ ଦେଖାଉଛି। ଏଇଠି ଜଣେ ଇଟା ପକେଇଛନ୍ତି। ସେ ଇଟା ଲାଗି ଗୋଟେ ଗାର୍ଡ଼ ଦେଖନ୍ତୁ ସେଇଟା ବସିଛି କେମିତି, ମାନେ ମୋର ଇଟା କହିକିରି ମୋତେ ଧ୍ୟାନ ଦେଇକିରି ଆମ ବାରିରେ ଧ୍ୟାନ ଦେଇକିରି ବସିଛି। ବଦମାସି ଅଲଗା ମାନେ ସବୁ କିଛି କରୁଛନ୍ତି, ତାଙ୍କ ପାଇଁ କିଛି ନାହିଁ। ଆମକୁ ଖାଲି ଇସାରା ଦେଉଛନ୍ତି। ମୋର କ'ଣ ଦରକାର ଏଇଠି ମୁଁ କରିକିରି ରହିବି। ମାନେ ଏମାନେ ବି ଗାର୍ଡ଼ ମାନେ ବି ଆଗ ପଛ ଜାଣୁନାହାନ୍ତି, କାହିଁକି ପୋଲିସ ତାଙ୍କ ସପୋର୍ଟ ଅଛନ୍ତି।